निश्चय प्रेम प्रतीति ते विनय करे सन्मान। तेहि के कार्य सकल शुभ सिद्ध करे हनुमान। ओम गुरु ब्रह्मा गुरुर्विष्णु गुरुदेव महेश्वर साक्षात् गुरु परं ब्रह्म तस्मै श्री गुरुवे नमः। वास्तविक सत कहबाकू गले जेकोसी शिक्षा अनुष्ठानटी होछि मनीष तैयारी कारखाना कहले अत्युक्ति हब नाही। ओडिशार 30 गोटी जिला मानक मध्यरु बालेश्वर जिला अन्यतम। शिक्षा क्षेत्र में यह जिलाटी अग्रणी जिला भाव में परिचित। आज्ञा हाँ 2006 मसीह गढ़ी उठी पुरी सरस्वती स्कूल ऑफ नर्सिंग। यही स्कूलटी बालेश्वर रेलवे स्टेशन ठारू मात्र 1 किलोमीटर दूर अवस्थित एवं मुख्य बस स्टैंड सहदेवखुंटा ठारू 1 किलोमीटर दूर अवस्थित। वर्तमान समाजर नारी मानकर भूमिका को गुरुत्व दे यह अनुष्ठानटी आरंभ करथिले श्रीयुक्त अशोक कुमार पुरी। वास्तविक देखा गले नारी अबला दुर्बला और निरीहा निजे निजक किपरि प्रतिष्ठित करि पारिबो से प्रति सर्वदा यत्नवान हेबा आवश्यक। ओडिशा सरकार और भारत सरकार का स्वीकृति प्राप्त यह अनुष्ठानटी गढ़ी उठी एक शांत कमनीय परिवेश भितर। यह अनुष्ठान में छात्री माने एएनएम ट्रेनिंग नहीं थांती। यही अनुष्ठान छात्री माने एएनएम ट्रेनिंग नेला परे ओडिशा सरकार चिकित्सालय मानकरे एवं घरोई नर्सिंग होम रे चाकरी करिथांती। प्रत्येक दिन छात्री माने सकाले प्रार्थना बोली क्लास को जाइथांती। उन्नत मानर श्रेणीगृह एक्सपीरियंस फैकल्टी मान द्वारा शिक्षादान दि जाए यथा उन्नत मानर लाइब्रेरी लैबोरेटरी मान अच्छी
ଓଡ଼ିଶାର ବିଭିନ୍ନ ଜିଲ୍ଲାମାନଙ୍କରୁ ଛାତ୍ରୀମାନେ ଟ୍ରେନିଂ ନେବାକୁ ଏଠି ଆସିଥାନ୍ତି। ଏଠି ପିଲାମାନଙ୍କୁ ନର୍ସିଂ ଟ୍ରେନିଂ ସମ୍ପର୍କରେ ଶିକ୍ଷା ଦେବା ସହିତ ଧନ୍ଦାମୂଳକ ନୈତିକତା ଓ ଜଣେ ଭଲ ସୁଗୃହିଣୀ ହୋଇପାରିବ ଏବଂ ସମାଜରେ ପଥ ପ୍ରଦର୍ଶିକା ହୋଇପାରିବ ସେ ସମ୍ପର୍କରେ ଶିକ୍ଷାଦାନ ଦିଆଯାଇଥାଏ। ମୁଁ ସରୋଜିନୀ ନାୟକ ଭଦ୍ରକରୁ ଆସିଛି। ମୋର 2 ବର୍ଷ ପୂର୍ବେ ମୋର ଜଣେ ଭଉଣୀ ଏଇଠି ଏନ୍ଏମ୍ ପଢ଼ିକି ଯାଇଥିଲେ। ତ ସେ ଏଇଠି ପାସ୍ କଲା ପରେ ସେ ଗଭର୍ଣ୍ଣମେଣ୍ଟରେ ଗୋଟେ ଭଲ ପୋଷ୍ଟରେ ମାନେ ଭଲ ଜାଗାରେ ସର୍ଭିସ୍ ପାଇସାରିଛନ୍ତି। ତ ସିଏ ମୋତେ କହିଲେ କି ତୁମେ ଯାଅ ସେଇଠି କର, ଯଦି ଏନ୍ଏମ୍ ପଢ଼ିବା ପାଇଁ ଇଚ୍ଛା କରୁଛ ତ ତାହେଲେ ଯାଅ ସେଇ ଇନଷ୍ଟିଚ୍ୟୁଟ୍ରେ କର। ସେଇଠି ଭଲ ଲାଇବ୍ରେରୀ ଅଛି, ସେଠି ଭଲ ମାନେ ପଢ଼ା ବି ଟିକେ ଉଚ୍ଚମାନର କରାହେଉଛି। Myself Lopamutra, I am a student of this Puri Saraswati School of Nursing. I prefer to choose this college because this is a registered college. It is registered under the Indian Nursing Council, New Delhi, which will give us a valuable certificate after the academic year, which will provide us with a very good job in government as well as private sector, hospital, nursing home, etc. Our faculty members are very cooperative. We are provided with various books in our library. We do our practical in district headquarter hospital, where we get theoretical as well as practical evidence. ସବୁଠୁ ବଡ଼ କଥା ହେଉଛି ଏଠି ମଧ୍ୟ ଛାତ୍ରୀମାନଙ୍କୁ ମାଗଣା କମ୍ପ୍ୟୁଟର ଶିକ୍ଷା ମଧ୍ୟ ଦିଆଯାଇଥାଏ। ମୋ ନାଁ ଦୀପିକା ସିକଦାର। ମୁଁ ନବରଙ୍ଗପୁର ଡିଷ୍ଟ୍ରିକ୍ଟ ଉମରକୋଟ ବ୍ଲକରୁ ଆସିଛି। ଏଇ ପୁରୀ ସରସ୍ୱତୀ ସ୍କୁଲ ଅଫ୍ ନର୍ସିଂରେ ପାଠ ପଢ଼ିବା ପାଇଁ ମୁଁ ଏଠି ଆସିଛି। ଆମେ ଏଇ ସ୍କୁଲ ବିଷୟରେ ବହୁତ ଶୁଣିଛେ ଆଉ ଜାଣିଛେ ମଧ୍ୟ। ଏଠି ବହୁତ ଭଲ ପାଠ ପଢ଼ା ହୁଏ। ଏଇଠିକାର ହାଇଜିନ୍ ପ୍ଲେସ୍ ବହୁତ ସୁନ୍ଦର ଏବଂ ଆମ ପ୍ରିନ୍ସିପାଲ ମ୍ୟାଡ଼ାମ୍, ଆମ ସେକ୍ରେଟାରୀ ସମସ୍ତେ ବହୁତ ସୁନ୍ଦର। ଆମ କ୍ଲାସ୍ ଟିଚର ମାନେ ବି ବହୁତ ସୁନ୍ଦର ଭାବରେ ପାଠ ପଢ଼ାନ୍ତି। ସେଇଥିପାଇଁ ମୁଁ ଏଇଠି ଚଏସ୍ କଲି ପାଠ ପଢ଼ିବା ପାଇଁ। ଏଠି ଲ୍ୟାବୋରେଟୋରୀ, ଲାଇବ୍ରେରୀ, କମ୍ପ୍ୟୁଟର ସବୁ ବ୍ୟବସ୍ଥା ଅଛି। ତେଣୁ ଆମେ ତାଲିମ ପ୍ରାପ୍ତ ହେବା ସହିତ ଆମେ ବହୁତ କିଛି ଶିଖିପାରୁଛେ, କମ୍ପ୍ୟୁଟର ବିଷୟରେ ଜାଣିପାରୁଛେ, ଲାଇବ୍ରେରୀରୁ ବହି ଉଠେଇକି ଆମେ ପଢ଼ି ପାରୁଛେ। ମୁଁ ପୁରୀ ସରସ୍ୱତୀ ସ୍କୁଲ ଅଫ୍ ନର୍ସିଂକୁ ଚୁଜ୍ କଲି କାରଣ ଏଠାରେ ମୋର ଦିଦି ପୂର୍ବରୁ 2 ବର୍ଷ ତଳେ ନର୍ସିଂ ଟ୍ରେନିଂ ନେଇଥିଲେ। ଏହା ଯେହେତୁ ସରକାରଙ୍କର ରେକଗ୍ନାଇଜ୍ ହୋଇଛି, ତେଣୁ ଏଥିପାଇଁ ମୁଁ ଇଣ୍ଡିପେଣ୍ଡେଣ୍ଟ ହେବା ପାଇଁ ମୁଁ ଏହାକୁ ଚୁଜ୍ କଲି। ଏଠାରେ ଶୁଣିଲି ମ୍ୟାଡ଼ାମ୍ ମାନେ ବହୁତ ଭଲ ପାଠ ପଢ଼ାଉଛନ୍ତି। ଏହି ଅନୁଷ୍ଠାନଟି ମ୍ୟାନେଜମେଣ୍ଟ ଟ୍ରଷ୍ଟ ଦ୍ୱାରା ପରିଚାଳିତ। ସବୁଠୁ ବଡ଼ କଥା ହେଲା ଏଠି ଛାତ୍ରୀମାନଙ୍କୁ ବାଲେଶ୍ୱର ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇ ପ୍ରାକ୍ଟିକାଲ କ୍ଲାସ୍ ମଧ୍ୟ କରାଯାଇଥାଏ। ମୁଖ୍ୟ ଚିକିତ୍ସାଳୟର CDMO ଓ ବିଭିନ୍ନ ବିଭାଗର କର୍ମକର୍ତ୍ତାମାନଙ୍କ ସହିତ ଆଲୋଚନା କରି ଛାତ୍ରୀମାନଙ୍କୁ ବିଭିନ୍ନ ବିଭାଗ ସହିତ ସମ୍ପୃକ୍ତି କରାଯାଇଥାଏ ଏବଂ ସେମାନଙ୍କୁ ରୋଗୀମାନଙ୍କ ସେବାରେ ନିୟୋଜିତ କରାଯାଇଥାଏ। ଆସନ୍ତୁ ଶୁଣିବା ବାଲେଶ୍ୱର ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ CDMଙ୍କ ଠାରୁ ପୁରୀ ସରସ୍ୱତୀ ସ୍କୁଲ ଅଫ୍ ନର୍ସିଂର ଛାତ୍ରୀମାନଙ୍କର କାର୍ଯ୍ୟକଳାପ ସମ୍ପର୍କରେ। ଡକ୍ଟର ବେଣୁମାଧବ ଶତପଥୀ, CDM ବାଲେଶ୍ୱର। ଆମ ଜିଲ୍ଲାରେ ଯେଉଁ ଗୋଟିଏ ଗଭର୍ଣ୍ଣମେଣ୍ଟ ନର୍ସିଂ ସ୍କୁଲ, ଯେଉଁଟାକି ଆମର ଏଇ ଡିଷ୍ଟ୍ରିକ୍ଟ ହେଡ଼କ୍ୱାର୍ଟର ହସ୍ପିଟାଲ ପରିସର ମଧ୍ୟରେ ଅବସ୍ଥିତ, ତା ଛଡ଼ା ଆଉ 2ଟି ପ୍ରାଇଭେଟ୍ ଗଭର୍ଣ୍ଣମେଣ୍ଟ ସ୍ୱୀକୃତିପ୍ରାପ୍ତ ନର୍ସିଂ ସ୍କୁଲ ଆମ ବାଲେଶ୍ୱର ଜିଲ୍ଲାରେ ଅଛି। ଯେଉଁମାନଙ୍କର ସେମିତି କିଛି ଆଟାଚ୍ଡ ହସ୍ପିଟାଲ ନଥିବା ହେତୁ ସେମାନଙ୍କର ପ୍ରାକ୍ଟିକାଲ ଟ୍ରେନିଂ ପାଇଁ ସେମାନେ ଏହି ଡିଷ୍ଟ୍ରିକ୍ଟ ହେଡ଼କ୍ୱାର୍ଟର ହସ୍ପିଟାଲ ଉପରେ ନିର୍ଭର କରିଥାନ୍ତି ଏବଂ ସେଥିପାଇଁ ତାଙ୍କର ପ୍ରିନ୍ସିପାଲ ମୋ ସହିତ ମଝିରେ ମଝିରେ ଯୋଗାଯୋଗ କରନ୍ତି। ସେ ଟ୍ରେନିଂ ପାଇଁ ମୋ ସହିତ ଯୋଗାଯୋଗ କରିଛନ୍ତି ଏବଂ ଆମେ ସେଇ ଟ୍ରେନିଂର ଆରେଞ୍ଜମେଣ୍ଟ କରିଛୁ। ସେମାନେ ମୁଁ ଲକ୍ଷ୍ୟ କରିଛି ଯେ ବିଶେଷତଃ ଆମର ନର୍ସିଂ ପିଲାମାନେ ଯେଉଁଟାକି ପୁରୀ ସରସ୍ୱତୀ ନର୍ସିଂ ସ୍କୁଲରୁ ଆସନ୍ତି, ସେମାନେ ବହୁତ ଶୃଙ୍ଖଳିତ ଏବଂ ସମୟାନୁବର୍ତ୍ତିତ ତାଙ୍କର ଦେଖି ଆମର କେବଳ ମୁଁ ନୁହେଁ, ଆମର ପ୍ରତ୍ୟେକ ଷ୍ଟାଫ୍ ମଧ୍ୟ ଖୁସି ଅଛନ୍ତି। ମୁଁ ଭାବୁଛି ଏମିତି ଟ୍ରେନିଂ ଯଦି ସବୁଦିନ ଚାଲନ୍ତା ତାହେଲେ ଆମର ଏଇ ଯେଉଁ ଷ୍ଟାଫ୍ ଅଭାବ ଆମେ ଅନୁଭବ କରନ୍ତେନି। ଆମର ରୋଗୀ ଚିକିତ୍ସା ବହୁତ
ସହଜ ହେଇପାରନ୍ତା। ଯାହା ହଉ ସେମାନଙ୍କର ବିଭିନ୍ନ କାର୍ଯ୍ୟକ୍ରମରେ ମୁଁ ପ୍ରାୟ ସବୁବେଳେ ଜଡ଼ିତ ଥାଏ। ସବୁଆଡ଼େ ଯେମିତି ହେଲ୍ଥ ଦରକାର, ଫିମେଲ୍ ପୋଷ୍ଟ ଏତେ ଖାଲି ଅଛି ଯେ ଫିଲ୍ଡରେ ମଧ୍ୟ ଆମର ଯେଉଁ ଇମ୍ୟୁନାଇଜେସନ୍ ପ୍ରୋଗ୍ରାମ୍ କି ଏଇ ଯେଉଁ ମାନେ ଏଣ୍ଟିନାଟାଲ ଚେକଅପ୍ ପ୍ରୋଗ୍ରାମ୍ସ ବହୁତ ବ୍ୟାହତ ହେଉଛି। ଆଜି ଏଇ ପିଲାମାନେ ଯେତେ ଶୀଘ୍ର ବାହାରିବେ ଆମ ଜିଲ୍ଲାର ସ୍ୱାସ୍ଥ୍ୟ ସମସ୍ୟା ତେତେ ଶୀଘ୍ର ଦୂରୀଭୂତ ହେବ ଏବଂ ସେମାନେ ସେହି ହିସାବରେ ନିଜକୁ ପ୍ରସ୍ତୁତ କରନ୍ତୁ। ଏହି ଅନୁଷ୍ଠାନରେ ଜଣେ ଅଭିଜ୍ଞ ଅଧ୍ୟକ୍ଷା ମଧ୍ୟ ଅଛନ୍ତି। ପିଲାମାନଙ୍କୁ ଚାରିତ୍ରିକ ଓ ଅନୁଷ୍ଠାନ ପରିଚୟ ଦାୟିତ୍ୱରେ ମୁଖ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ନେଇଥାନ୍ତି। ଆସନ୍ତୁ ଅଧ୍ୟକ୍ଷାଙ୍କ ମୁହଁରୁ କ'ଣ କହୁଛନ୍ତି ଆମେ ଶୁଣିବା। 2006 ଏଇ ଆମର ପୁରୀ ସରସ୍ୱତୀ ସ୍କୁଲ ଅଫ୍ ନର୍ସିଂ ଆମର ଖୋଲା ହେଇଛି। ଯେଉଁ ଅନୁସାରେ ଆମର ଗଭର୍ଣ୍ଣମେଣ୍ଟର ଆଡମିନିଷ୍ଟ୍ରେସନ ଅନୁସାରେ ଯେମିତି ଆମର ଚାଲୁଛି ଯେମିତି ନର୍ସିଂ ସ୍କୁଲ, ସେମିତି ମୁଁ ଏଠି ମଧ୍ୟ ସେଇ ଅନୁସାରେ ଏଟାକୁ ଚଳାଇ ନେବାକୁ ଚେଷ୍ଟା କଲି। ଆମ ପିଲା ମଧ୍ୟ ଦେଖିଲି ବହୁତ ଭଲ, ସେମାନଙ୍କୁ ଟିକେ ଇଏ କଲେ ସେମାନେ ବହୁତ ଭଲ ପାଠ ବି ପଢ଼ୁଛନ୍ତି। ସେଥିପାଇଁ ଆମର ଫ୍ୟାକଲ୍ଟି ମେମ୍ବର୍ସ ମାନେ ମଧ୍ୟ ବହୁତ ଭଲ ଅଛନ୍ତି। ସେମାନେ ମଧ୍ୟ ଖୁବ୍ ଭଲ ଭାବରେ ସେମାନେ ପାଠ ପଢ଼ୁଛନ୍ତି, ପିଲାମାନଙ୍କୁ ଗାଇଡ଼ କରୁଛନ୍ତି। ତା ଛଡ଼ା ଆମର କ୍ଲିନିକାଲ ପ୍ରାକ୍ଟିକାଲ ଫ୍ୟାସିଲିଟି ରହିଛି, ଫିଲ୍ଡ ଫ୍ୟାସିଲିଟି ରହିଛି। ଫିଲ୍ଡ ଅର୍ଥ ଆମର ଆନେକ୍ସ ଏରିଆ ହେଉଛି ଆମର ରେମୁଣା ସିଏସି, ତା ଅଣ୍ଡରରେ ଯେ ଅଛନ୍ତି ଇନଚାର୍ଜ ଯିଏ ଅଛନ୍ତି ସେ ତାଙ୍କରି ଅଣ୍ଡରରେ ଆମ ପିଲାମାନେ ଯାଉଛନ୍ତି ସେଠି ସବୁ ମାନେ ଶିଖିବା ପାଇଁ। ସେମାନେ ଯେଉଁଠିକି ତାଙ୍କୁ ନେଉଛନ୍ତି ଶିଖିବା ପାଇଁ, ଯେଉଁ ଯେଉଁ ଏରିଆ ସବୁ ନେଉଛନ୍ତି ସେଠି ଆମ ପିଲାମାନେ ସବୁ ପ୍ରାକ୍ଟିକାଲ ଶିଖିକି ଆସୁଛନ୍ତି। ଆଉ ତା ଛଡ଼ା ଆମର ଯେଉଁ 6 ମାସକୁ ଥରେ ଲେଖା ପରୀକ୍ଷା ହେଉଛି, ସେଇ ପରୀକ୍ଷାରେ ପିଲାମାନେ ମଧ୍ୟ ଭଲ ରେଜଲ୍ଟ କରୁଛନ୍ତି। ସେମାନେ ପାଠ ପଢ଼ି ସେମାନେ ଭଲ ରେଜଲ୍ଟ କରୁଛନ୍ତି। ଆଉ ତା ଛଡ଼ା ଏକ୍ସଟ୍ରା ଆମେ କାରିକୁଲମ୍ ସବୁ କରୁଛୁ, କାହିଁକିନା ତାଙ୍କର କ'ଣ ଅଛି ତାଙ୍କ ଭିତରେ ସବୁ କ୍ୟାଲିବରି ଦେଖିବା ପାଇଁ ମଧ୍ୟ ଯେକୌଣସି ଫଙ୍କସନ୍ ଆରମ୍ଭ ହେଲେ ସେ ସବୁ ତାଙ୍କୁ ଗୀତ ନାଚ ଏଗୁଡ଼ାକ ସବୁ ଆମେ ତାଙ୍କ ଭିତରେ କରିବାକୁ ଚେଷ୍ଟା କରୁଛୁ। କାହିଁକିନା ସେଇ ଭିତରେ ସେମାନେ ବହୁତ କିଛି ସେମାନେ ଦେଖାଉଛନ୍ତି। ଏବେ ଆମର ଯେଉଁ ରିସେଣ୍ଟ ସବୁ ହେଇ